ଭାରତୀୟ କ୍ରିକେଟର ପ୍ରଶଂସକଙ୍କ ହୃଦୟ ବିଷୟରେ ସବୁଠୁ ଭାବପ୍ରବଣ ହୋଇଯାଏ। ଯେତେବେଳେ ଦଳ ଜିତିଥାଏ ସମଗ୍ର ଦେଶ ପାଗଳ ହୋଇଯାଏ, କିନ୍ତୁ ଯେତେବେଳେ ପରାଜୟ ହୁଏ ଏବଂ ଏକ ପରାଜୟ ଯାହା ସ୍ୱପ୍ନକୁ ଭାଙ୍ଗିଦିଏ, ସେତେବେଳେ ଯନ୍ତ୍ରଣା ବର୍ଷ ବର୍ଷ ଧରି ରହିଥାଏ। ଏହା ହୃଦୟରେ ଏକ ଘା ପରି ବିନ୍ଧାଏ। କିଛି ମ୍ୟାଚ୍ କେବଳ ପରାଜୟ ନୁହେଁ, ବରଂ ଗଭୀର କ୍ଷତ ହୋଇଥାଏ ଏବଂ ସେମାନଙ୍କର କ୍ଷତ ସମୟ ସମୟରେ ପ୍ରଶଂସକମାନଙ୍କୁ ଯନ୍ତ୍ରଣା ଦେଇଥାଏ। ଆଜି ଆମେ ଭାରତୀୟ କ୍ରିକେଟର କିଛି କଳା ଦିନ ବିଷୟରେ ଆଲୋଚନା କରିବୁ, ଯାହାକୁ କୌଣସି ଭାରତୀୟ ପ୍ରଶଂସକ ମନେ ରଖିବାକୁ ଚାହାନ୍ତି ନାହିଁ। କିନ୍ତୁ ସେମାନେ ସ୍ମୃତିର ଜାଲରେ କୌଣସି ସ୍ଥାନରେ ଫସି ଯାଇଛନ୍ତି ଏବଂ ଯେତେବେଳେ ସେମାନଙ୍କୁ ମନେ ପକାଯାଏ, ଆଖି ଓଦା ହୋଇଯାଏ। 2023 ବିଶ୍ୱକପ୍ ଫାଇନାଲ। ଭାରତ ଲଗାତାର 10ଟି ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଥିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ 1 ଲକ୍ଷରୁ ଅଧିକ ଲୋକ ଭାରତ ଭାରତ ନାରା ଦେଇଥିଲେ। ଏଥର କପ୍ ପ୍ରକୃତରେ ଆମର ବୋଲି ମନେ ହେଉଥିଲା, କିନ୍ତୁ ଟ୍ରାଭିସ୍ ହେଡ୍ 120 ବଲରେ 137 ରନ୍ କରି ଭାରତର ସ୍ୱପ୍ନକୁ ଭାଙ୍ଗି ଦେଇଥିଲେ। ସେହି ସନ୍ଧ୍ୟାରେ ଯେତେବେଳେ ରୋହିତ, କୋହଲି ଏବଂ ରାହୁଲ ସମସ୍ତେ ଶୀଘ୍ର ଆଉଟ୍ ହୋଇଗଲେ, ଷ୍ଟାଡିୟମ ନୀରବ ହୋଇଗଲା। ସେହି ନୀରବତା ଏବେ ବି ପ୍ରତିଧ୍ୱନିତ ହୁଏ।